हरि ओम नमो भगवते वासुदेवाय। श्रीमद्भागवत चतुर्थ स्कंध द्वाविंश अध्याय। ए अन्ते सुन हे विदुर से पृथुदेव राजेश्वर से क्षेत्रे जेते प्रजागण पितृदेव ऋषि ब्राह्मण पृथुंक गुण बखाणन्ति से सर्वे हरिंकु पूजन्ति। एमन्ते केते कालान्तरे विजय कले मुनिवरे से सिद्धगण मध्ये सार विशेषे ब्राह्मण कुमार तपसाधने विराजन्ति सूर्य किरण प्राय ज्योति आकाशे देखिले राजन कांतिरु कले अनुमान से सर्वसिद्ध सनकादि विष्णुर भक्त ब्रह्मवादी निश्चय जानिले अनुमाने उठिले सर्व शिष्य गणे तांक दर्शने नृपराण ऊर्ध्वकु कला से वदन जेन्हे जीवन प्राण पाई सहसा उठिले झसाई सदस्य आदि जेते थिले सत्वरे सकले उठिले जे सने गंधादि गुण को जीवन गमई ऊर्ध्व को ते सने नृप हेले उभा प्रवेश हेले से ही सभा आनंदे पृथु नृपमणि प्रणाम कले शिर घेनी सुगंध शीत जल देई पाद कमल देले धोई दिव्य आसने बसाइले सुबुद्धि भारे पूजिले ताहांक चरण सलिले अलक कंध समार्जिले जे प्राणी हुए शीलवंत ताहांक चरित एमंत छाड़ी नृपति अभिमान आनंदे कले बहुमान्य हाटक आसने बसाई पाद उदक शिरे देई से भव अग्र जन्मा जेणु राजन मान्य कले तेणु भावे प्रतोषी तांक मन राजा जे कहन्ति वचन आज मो पूर्व भाग्य फल जीवन होइला सुफल दुर्लभ देखिली तुम्भंको खोजी न पांती जोगी जाको अव्यक्त गति जे तुम्भर भ्रमणे चतुर्दश पुर अभाग्यवंत प्राणी से ही
ତୁମ୍ଭ ଦର୍ଶନେ ଯୋଗ୍ୟ ନୋହି। ଏ ଆତ୍ମା ପୁରୁଷ ଯେସନେ ସକଳେ ଦେଖଇ ଚେତନେ। ତାହାଙ୍କୁ ନ ଦେଖନ୍ତି କେହି ଏ ବିଶ୍ୱ ହେତୁ ଭୂତ ଦେହି। ହେ ସିଦ୍ଧ ତୁମ୍ଭଙ୍କୁ ଦେଖିଲି ଧନ୍ୟ ମୋ ଜୀବନ ମଣିଲି। ନିର୍ଧନ ଗୃହେ ଯେହ୍ନେ ଧନ ଅଣ ଅଭ୍ୟାସେ ଲଭେ ପୁଣ୍ୟ। ତେହ୍ନେ ଯେ ମଣିଲି ଅଦ୍ଭୁତ ମୋ ଭାଗ୍ୟେ ତୁମ୍ଭେ ଉପଗତ। ଯା ଗୃହେ ଅତିଥି ଆଗତ ଭାବେ ପୂଜିବ ଶୁଦ୍ଧ ଚିତ। ବିଭବେ ପୂଜି ବହୁ ମତେ କାୟ ବଚନ ଶୁଦ୍ଧ ଚିତେ। ବିଭବହୀନେ ଯେ ବାଜନ ପୁଛିବ ଯେ ବିଧି ବିଧାନ। ଭୂମି ଓଦକ ତୃଣାସନେ ଦେଇ ପୂଜିବ ସାଧୁ ଜନେ। ଏ ବିଧି ଯେ ବା ନ ପୂଜନ୍ତି ସେ ବ୍ୟର୍ଥେ ଜୀବନେ ମରନ୍ତି। ବ୍ୟାଳ ଆଳୟ ଦ୍ରୁମେ ଯେହ୍ନେ ତା ଗୃହ ଭୟଙ୍କର ତେହ୍ନେ। ଯା ଗୃହ ଗତେ ଯେ ଅତିଥି ସୁଖେ ଚରଣ ନ ଧୁଅନ୍ତି। ତାର ଜୀବନେ କି କାରଣ ବ୍ୟର୍ଥ ଆୟୁଷ ଯଶ ଗୁଣ। ଯେ ଭକ୍ତ ଜନଙ୍କୁ ନ ସେବେ ତା ସୁଖ ସର୍ବ କି ଲଭେ। ଭୋ ମୁନି ତୁମ୍ଭ ଆଗମନ ମଙ୍ଗଳ ମଣିଲି ଜୀବନ। ତାହାଙ୍କ ବ୍ରତ ବିଧି ଆଦି ତରନ୍ତି ଅନ୍ୟ ମୋକ୍ଷବାଦୀ। ସେ ବାଳ ବୟସୁ ତରନ୍ତି ସେ ଯେବେ ମୋକ୍ଷ ମାର୍ଗେ ଯାନ୍ତି। ଏ ବାଳ ପୌଗଣ୍ଡ କିଶୋର ଯେ ଧରେ ଦୃଢ଼ ନିଷ୍ଠା ପର। ସେ ଯେବେ ମୋକ୍ଷ ମାର୍ଗେ ଯାନ୍ତି ଏ ବିଷ୍ଣୁ ମାୟାରୁ ତରନ୍ତି। ଇନ୍ଦ୍ରିୟ ମାନଙ୍କ ବିଷୟ ନ ଛାଡ଼େ ଯାହାର ହୃଦୟ। ସେ କେବେ ସୁଖ ନ ଲଭନ୍ତି ସ୍ୱକର୍ମ ବନ୍ଧେ ବନ୍ଦୀ ହୁଅନ୍ତି। ଏ ଘୋର ସଂସାରେ ପଡ଼ିଣ ଦୁଃଖ ଭୁଞ୍ଜନ୍ତି ଜ୍ଞାନହୀନ। ଭୋ ମୁନି ଗଣେ ତୁମ୍ଭେ ଜ୍ଞାନୀ ଆତ୍ମାରାମଙ୍କ ମଧ୍ୟେ ମାନି। ଏଣୁ ଯେ ତୁମ୍ଭ ମାନଙ୍କରେ କୁଶଳ ପ୍ରଶ୍ନ ନ ପଚାରେ। ଯାହାଙ୍କ ମତି ଗତି ମାନେ କୁଶଳ କଷଣ ନ ଘେନେ। ଏ ମନ୍ତ ଶୁଣି ସେ ବିଦୁର ସେ ପୃଥୁ ବାକ୍ୟ ସୁମଧୁର। ଶ୍ରବଣେ ତୋଷ ହେଲେ ମୁନି ସାଧୁ ସନ୍ମତ ବାକ୍ୟ ମାନି। ହରସେ କହନ୍ତି ମଧୁର ଶୁଣ ହେ ପୃଥୁ ନୃପବର। ସଂସାରେ ସାଧୁ ଲୋକ ସେହି ତାଙ୍କ ମହିମା ସିନା ଏହି। ବିଷୟ ସୁଖ ନ ଘେନନ୍ତି ପ୍ରାଣୀଙ୍କ ଶ୍ରେୟ ପଚାରନ୍ତି। ତୁମ୍ଭେ ଯେ ପଣ୍ଡିତ କୁଶଳ ଏଣୁ ଉତ୍ତମ ପଚାରିଲ। ସୁସାଧୁ ଜନଙ୍କ ସଙ୍ଗତ ଉଭୟ ଲୋକ ସେ ବିଦିତ।
ଏଣୁ ସାଧୁଙ୍କ ସମ୍ଭାଷଣ ସୁପୁଣ୍ୟ ମଙ୍ଗଳ କାରଣ। ଅଶେଷ ଜୀବ ହିତ କରେ ଏହା ପଚାରିଲେ ବେଭାରେ। ସୁଶାନ୍ତି ଆମ୍ଭ ମନ ହେଲା ତୁମ୍ଭ ଦର୍ଶନେ ଦୁଃଖ ଗଲା। ଶୁଣ ସୁମନେ ନୃପବର କହିବା ଏଥି ପ୍ରତିକାର। ଯେ ମୋକ୍ଷ ସାଧନ ପୁଛିଲ ଅଶେଷ ଜୀବର ଯେ ଭଲ। ତ୍ରିବିଧ କୃଷ୍ଣ ଉପାସନ ରଜ ସାତ୍ୱିକ ତମୋ ଗୁଣ। ତାମସ ଭକ୍ତିର କାରଣ କହିବା ଏବେ ନୃପ ଶୁଣ। ସେ କୃଷ୍ଣ ଚରଣ କମଳେ ଯେ ନାମ ସଂକୀର୍ତ୍ତନ ବଳେ। ତହିଁ ଯାହାର ହୁଏ ଭୀତ ସେହି ନ କପଟ ଭକତ। ତାହାର ଅନ୍ତର ମଳିନ କାମ କଷ୍ଟ ଏ ହୋଇ କ୍ଷୀଣ। ତାମସ ଭକ୍ତ ବୋଲି ତାରେ ନତରେ ଭବ ସାଗରେ। କୃଷ୍ଣ ଭଜନେ ହୁଏ ରତି ଆତ୍ମାକୁ ବିଶୁଦ୍ଧ କରନ୍ତି। ଯେ ନିଷ୍ଠା ଶାସ୍ତ୍ର ମାର୍ଗେ କହେ ନିଶ୍ଚୟ ବୁଝ ନର ରାଏ। ଏଟି ନିର୍ମଳ ଜ୍ଞାନ ହେତୁ ଭବ ସାଗର ପାର ସେତୁ। ଚିତ୍ତ ବିଶୁଦ୍ଧ ଯାର ନାହିଁ ତାର ବୈରାଗ୍ୟ ଜ୍ଞାନ କାହିଁ। ହରିଚରଣେ ସେବାରତି ବୈରାଗ୍ୟ ନିଶ୍ଚଳ ଭକତି। ଏହି କୈବଲ୍ୟ ସୁସାଧନ ନିଶ୍ଚୟ ବୁଝ ତୁ ରାଜନ। ବୈରାଗ୍ୟ ହୁଏ ଅସଙ୍ଗ ତହୁଁ ଜନ୍ମଇ ଭକ୍ତି ଅଙ୍ଗ। ଏବେନି ଆତ୍ମା ଭେଟ କାହିଁ ତେଣୁ ତା ସଙ୍ଗ ଦେହ ବହି। ସେ ବ୍ରହ୍ମ ନିର୍ଗୁଣ ନିର୍ମଳ ବ୍ୟାପିଛି ଅଶେଷ ସଂସାର। ଭକ୍ତି ବୈରାଗ୍ୟ ତାକୁ ପାଇ ଏବିନେ ଜୀବ ଭ୍ରମୁଥାଇ। ସେ ବ୍ରହ୍ମେ ରତ ଏ କାଳର ଶାସ୍ତ୍ରରେ ଶ୍ରଦ୍ଧା ଥାଇ ଯାର। ହରିଚରଣେ ଯେବେ ଭାବେ ଅସଙ୍ଗ ଭକ୍ତି ହୁଏ ତେବେ। ଯୋଗରେ ନିଷ୍ଠା ଥାଇ ଯାର ପୁଛଇ ଶସ୍ତ୍ର ମାର୍ଗ ସାର। ଯୋଗୀନ୍ଦ୍ର ଗଣେ ସେବା କଲେ ସେ ଗତି ଲଭେ ବ୍ରହ୍ମ ତୁଲେ। କିୟ ବା ହରି ସଂକୀର୍ତ୍ତନ ଶୁଣି ଶ୍ରବଣେ କଲା ଧ୍ୟାନ। ଅସଙ୍ଗରତି ହୁଏ ତେବେ ସାଧି ପାରିଲେ ସାଧ୍ୟ ଯେବେ। ଶୁଣ ରାଜନ କୃଷ୍ଣ ଲଏ ତ୍ରିବିଧ ପ୍ରକାର ଯେ ହୁଏ। ଏ ମାର୍ଗେ ଯେ ସାଧ୍ୟ କରନ୍ତି ବ୍ରହ୍ମ ନିର୍ବାଣେ ହୁଏ ଗତି। ଅର୍ଥ ବାଞ୍ଛିତ ମନ ଯାର ତାମସେ ବଞ୍ଚେ ସେହୁ ନର। ଯେ ପ୍ରାଣୀ ଇନ୍ଦ୍ରୀ ଭାବେ ବଶ ତାହାକୁ ବୋଲିଟି ରାଜସ। ଏହାକୁ ନ କରିବ ଗୋଷ୍ଠୀ ତହିଁ ନ ଦେବ ମନ ଦୃଷ୍ଟି।
ଏମାନେ ଯେବା ଭଲ ପାନ୍ତି ସେ ଅର୍ଥ କାମ ହିଁ ବଞ୍ଚନ୍ତି। ଏଣୁ କୁସଙ୍ଗ ଭାବ ତେଜି ଯେ ପ୍ରାଣୀ ଆତ୍ମ ଲାଭ ଖୋଜି। ନିସଙ୍ଗ ବିଜନେ ବସଇ ସେ ତେବେ ଆତ୍ମାକୁ ଭେଟଇ। ଏ ରୂପେ ହୁଏ ବ୍ରହ୍ମେ ରତି ଶୁଣ ସୁମନେ ହେ ନୃପତି। ଅପରେ ଯେ ସାଧ୍ୟ କହିବା ଯାହାର ନାହିଁ ଭକ୍ତି ସେବା। ହରିଚରଣେ ଭକ୍ତି ନହି ତାହାର ବ୍ରହ୍ମେ ରତି କାହିଁ। ଯେ ହରି ଗୁଣ ଶୁଦ୍ଧା ପାନ ସେ ବିନେ ବ୍ରହ୍ମେ ନୁହେଁ ଜ୍ଞାନ। ଅହିଂସା ଧର୍ମେ ଯେ ବାଥାନ୍ତି ଏ ବ୍ରହ୍ମ ଜ୍ଞାନ ସେ ଲଭନ୍ତି। ପରମ ବ୍ରହ୍ମଚର୍ଯ୍ୟ ବିଧି ତପସ୍ୟା ସମ ଦମାରାଧି। ଆପଣା ହିତ ଅନୁଧ୍ୟାନେ ନିପୁଣ ହୁଏ ବ୍ରହ୍ମ ଜ୍ଞାନେ। ସେ ହରି ପରମ ପୁରୁଷ ଯାହାର ଚରିତ ପୀୟୁଷ। ସେ ସୁଧା ପାନ ଯେବେ କରେ ସେ ତେଜେ ବ୍ରହ୍ମ ଜ୍ଞାନ ବରେ। ଯମ ନିୟମ କାମହୀନେ ଏ ଆଦି ସାଧିବ ନିର୍ଗୁଣେ। ପାପାଦି ଧର୍ମ ବିଧର୍ମରେ ନିନ୍ଦାସ୍ତବନ ସଜ୍ଜିତରେ। ପରମ ଧର୍ମ ଏ ବିଚାର ନିର୍ମଳ ବାହ୍ୟ ଅଭ୍ୟନ୍ତର। ଶୀତୋଷ୍ଣ ଦୁଃଖ ସୁଖ ସହେ ସେ ତେବେ ବ୍ରହ୍ମ ଜ୍ଞାନ ବହେ। ସେ ବ୍ରହ୍ମ ଯାର ନିଷ୍ଠାବ୍ରତ ଯେ ବାତା ହୁଏ ଦୃଢ଼ ମତ। ଶ୍ରୀ ହରି ଭକ୍ତ ଯେ ବାଜନ ଏ ସର୍ବ ତାଙ୍କର ଭୂଷଣ। ତେଣୁ ବଢ଼ଇ ତାର ଭକ୍ତି ସେ ତେବେ ଲଭଇ ମୁକତି। ସେ ବ୍ରହ୍ମ ଅଟେ ସଦା ସତ ଅନାତ୍ମା ନିର୍ଗୁଣ ଅନନ୍ତ। ତହିଁ ଯାହାର ରତି ହୁଏ ସେ ଜୀବ ବଧ ନୁହେଁ ମୋହେ। ସେ ବ୍ରହ୍ମେ ଯାର ନିଷ୍ଠାରତି ଯେ ବାତା ହୁଏ ଦୃଢ଼ ମତି। ସଦ୍ଗୁରୁ ସେବା ଯେ କରେ ସେ ତେବେ ଜ୍ଞାନ ମାର୍ଗ ଧରେ। ଜ୍ଞାନ ବୈରାଗ୍ୟ ଯୋଗ ବଳେ ଏ ଜୀବ କୋପ ଦହେ ହେଳେ। ଏ ପଞ୍ଚଭୂତରେ ହୃଦୟ ଜୀବର ହୋଇଛି ଆଳୟ। ଜ୍ଞାନ ଅନଳ ହେଲେ ଜାତ ତେବେ ସେ ହୁଏ ଭସ୍ମୀଭୂତ। ଏ ଜୀବ କୋପ ଯେବେ ଯାଇ ତେବେ ସେ ବ୍ରହ୍ମ ଜ୍ଞାନ ପାଇ। ଅନଳ ପ୍ରକାଶିଲେ ଯେହ୍ନେ ସମିଧ ହୁଏ ଦଗ୍ଧ ମାନେ। ତେସନେ ଏ ଲିଙ୍ଗ ଶରୀର ଜ୍ଞାନ ନ ରହେ ନୃପବର। ଏ ମନ୍ତ ଜ୍ଞାନ ଉଦେଜାର ହୁଅଇ ଭବ ସିନ୍ଧୁ ପାର। ଉପାଧି ବାସନା ଅଶେଷ ଜ୍ଞାନ ଅନଳେ ହୁଏ ଧ୍ୱଂସ। ଉପାଧି ଅନ୍ତେ ନୃପରାଏ ତାର ଗୁଣାଦି ହନ୍ତି ଲଏ।
বিনষ্ট হুয়ে অভিমান আপনা কর্তা আদি জ্ঞান জন্মই নিজ ভাবে রতি এ পরা পরে নোহে গতি সে পুଣି অন্তর বাহারে এ দুঃখ সুখ ন বিচারে।